ଆଜ୍ଞା ବାହାଘରକୁ ଜମା 10 ଦିନ ହୋଇଛି ସେ ଝିଅ ଆପଣଙ୍କୁ ଖରାପ ଲାଗିଲାଣି? ସେଇ ଝିଅକୁ ବାହା ହବ ବୋଲି ସେ ପୁଅ ଜିଦି ଧରୁଥିଲା ଯେ ମୁଁ ତାକୁ ଭଲ ପାଉଛି, ମୁଁ ତାକୁ ବାହା ହେବି, ତାକୁ ନ ବାହା ହେଲେ ମୁଁ ଶରୀର ତ୍ୟାଗ କରିଦେବି, ଆତ୍ମହତ୍ୟା କରିଦେବି, କେତେ କ'ଣ ବାହାନା ଜୁଟଉଥିଲା। ସେ ଝିଅକୁ ଶେଷରେ ବାହା ହେଲା, ଘରକୁ ଆଣିଲା, ସପ୍ତାହେ ଯାଇନି ସେ ଝିଅ ବର୍ତ୍ତମାନ ଖରାପ। ଆଜ୍ଞା ସେ ଯେଉଁ ଏସିଟା ଯୌତୁକ ପାଇଛନ୍ତି ସେଇଟା ବି ଆଜି ପର୍ଯ୍ୟନ୍ତ ଆପଣଙ୍କ ଘରେ ଆଡ଼ଜଷ୍ଟ ହୋଇପାରୁନି ଯେ କେଉଁଠି ଲାଗିବ କେଉଁଠି ନ ଲାଗିବ, ସେଇଟା ବି ଆପଣମାନେ ସ୍ଥିର କରିପାରୁନାହାନ୍ତି। ତାକୁ ବି ଆଡ଼ଜଷ୍ଟ ହେବା ପାଇଁ ଟିକେ ସମୟ ଲାଗୁଛି। ନୂଆ ବୋହୂଟା, ତାକୁ ଟିକେ ସମୟ ଦିଅନ୍ତୁ। ସେ ତ ଘରର କାହାକୁ ଜାଣିନି ନା, ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଜାଣିବାକୁ, ତାଙ୍କୁ ବୁଝିବାକୁ ତାକୁ ବି ଟିକେ ସମୟ ଲାଗିବ। ତାକୁ ଟିକେ ସମୟ ଦିଅନ୍ତୁ, ସିଏ ବି ନିଜକୁ ନିଜେ ଆଡ଼ଜଷ୍ଟ କରିନେବ। ଏ ନୀତିଦିନିଆ ଘଟଣା ହେଇଗଲାଣି ଆଜ୍ଞା। ଟିକେ ପରିବର୍ତ୍ତନ ହୁଅନ୍ତୁ। ସମସ୍ତଙ୍କର ସମୟ ଦରକାର ଆଡ଼ଜଷ୍ଟ ହେବା ପାଇଁ। କଥାଟା ଭଲ ଲାଗିଥିଲେ ନିଶ୍ଚିତ ଭାବରେ କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ।